ବର୍ଷ ଥିଲା 1992। ଭାରତୀୟ କ୍ରିକେଟ ଦୁନିଆରେ ଆବିର୍ଭାବ ହୋଇଥାଏ 16 ବର୍ଷୀୟ ଗୋଟେ ପିଲାର ନାଁ ହେଉଛି ସଚିନ ତେନ୍ଦୁଲକର। ଏଇଟା ସତ, ଭାରତୀୟ କ୍ରିକେଟରେ ସଚିନ ତେନ୍ଦୁଲକରକୁ ଆସିବାର ବହୁତ କମ୍ ଦିନ ହୋଇଥାଏ। ଆଉ ଏଇଥିପାଇଁ ତାଙ୍କ ପ୍ରତିଭାକୁ କେହି ଜାଣି ହିଁ ନଥାନ୍ତି। ଆଉ ୟା ଭିତରେ ଭାରତ ପାକିସ୍ତାନ ଭିତରେ ୱାର୍ଲଡ କପ୍ର ଗୋଟେ ମ୍ୟାଚ୍ ଖେଳାଯିବାର ଥିଲା, ଯେଉଁ ମ୍ୟାଚ୍ରେ ସଚିନ ତେନ୍ଦୁଲକରଙ୍କ ନାମକୁ ବି ସାମିଲ କରାଯାଇଥିଲା। ଆଉ ତାଜୁବର କଥା ହେଉଛି ସଚିନ ତେନ୍ଦୁଲକରଙ୍କର କମ୍ ହାଇଟ୍ ଦେଖି, କମ୍ ଏଜ୍ ଦେଖି, ସରୁଆ ପତଳା ଚେହେରା ଦେଖି ପାକିସ୍ତାନର ଖେଳାଳିମାନେ ମଜାକ ଉଡ଼େଇଥିଲେ। ଖାଲି ସେତିକି ନୁହେଁ, ପାକିସ୍ତାନର ଖେଳାଳିମାନେ ଏଇଆ କହିବାକୁ ପଛେଇ ନଥିଲେ, ଭାରତୀୟ ଟିମ୍ର ଖେଳାଳିଙ୍କ ସଂଖ୍ୟା ଏତେ କମ୍ ପଡ଼ିଗଲା ଯେ ଶେଷରେ ଆମକୁ ଛୋଟ ପିଲାଙ୍କ ସହିତ ଖେଳିବାକୁ ପଡ଼ିବ। ଆଉ ସେ ସମୟ କିଛି ଏମିତି ଥିଲା, ପାକିସ୍ତାନର ଲମ୍ବା ଲମ୍ବା ରାକ୍ଷସ ଭଳିଆ ଧୂଆଁଧାର ଖେଳାଳି ମାନେ ଇମ୍ରାନ ଖାନ, ୱାସିମ ଆକ୍ରମ, ୱକାର ୟୁନିସ ଭଳିଆ ଖେଳାଳି ଖେଳୁଥିଲେ। ଆଉ ଭାରତର ଏ ସରୁଆ ପତଳା ସର୍ଟ ହାଇଟ୍ର ଖେଳାଳିକୁ ଦେଖି ଏମାନେ ମଜାକ ଉଡ଼େଇବାକୁ ପଛେଇ ନଥିଲେ। କିନ୍ତୁ ଘଟଣା କିଛି ଅଲଗା ଘଟିବାକୁ ଯାଉଥିଲା। ଏମିତି କିଛି ଘଟଣା ଘଟିଥିଲା, ପାକିସ୍ତାନର ଏ ଲମ୍ବା ଚଉଡ଼ା ରାକ୍ଷସ ଭଳିଆ ଖେଳାଳି ଆଉ ପୁରା ପାକିସ୍ତାନ ଏ ଜନ୍ମ 7 ଜନ୍ମ ପର୍ଯ୍ୟନ୍ତ ଭୁଲି ପାରିବନି। କ'ଣ ରହିଛି ପୁରା କାହାଣୀ, ଆସନ୍ତୁ ଦେଖିବା। କ୍ରିକେଟ ଦୁନିଆର ରହସ୍ୟ ରୋମାଞ୍ଚକର କାହାଣୀ, କେମିତି ପାକିସ୍ତାନର ଏ ଧୂଆଁଧାର ରାକ୍ଷସ ଭଳିଆ ଖେଳାଳିମାନଙ୍କୁ ଭାରତର ସେଇ 16 ବର୍ଷୀୟ ଖେଳାଳି ଉଚିତ ଜବାବ ଦେଇଥିଲେ, ଯେଉଁଥିରେ ପୁରା ପାକିସ୍ତାନ ହଲି ଯାଇଥିଲା। ଆସନ୍ତୁ ଦେଖିବା। ମୁଁ ଚନ୍ଦନ ସେନାପତି ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୋର ଏ ସ୍ପେଶାଲ ଭିଡ଼ିଓରେ। ଭାରତ ପାକିସ୍ତାନ ଭିତରେ ୱାର୍ଲଡ କପ୍ର ଗୋଟେ ମ୍ୟାଚ୍ ଖେଳାଯିବାର ଥିଲା, ଯେଉଁ ମ୍ୟାଚ୍ ସିଡନୀରେ ଖେଳାଯାଉଥିଲା, ଯେଉଁଥିରେ ଭାରତ ଫାଷ୍ଟ ଟସ୍ ଜିତି ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନିଏ। ଆଉ ଫାଷ୍ଟ ଓପନିଂର ଭାର ନେଇ ଆସନ୍ତି ଶ୍ରୀକାନ୍ତ ସାର୍ ଆଉ ଅଜୟ ଜାଡେଜା। ଆଉ ପାକିସ୍ତାନ ତରଫରୁ ଫାଷ୍ଟ ଓଭର ନେଇ ଆସନ୍ତି ପାକିସ୍ତାନର ସେ ଘାତକ ଧୂଆଁଧାର ବୋଲର ମାନେ ଇମ୍ରାନ ଖାନ। ଇମ୍ରାନ ଖାନଙ୍କ ଫାଷ୍ଟ ବଲକୁ ଶ୍ରୀକାନ୍ତ ସାର୍ 2 ରନ୍ ନିଅନ୍ତି। ଆଉ ତାପର ବଲ୍ ଶ୍ରୀକାନ୍ତ ସାର୍ କ୍ୟାଚ୍ ଆଉଟ୍ରୁ ଅଳ୍ପକେ ବର୍ତ୍ତି ଯାଆନ୍ତି। ଆଉ ୟା ଭିତରେ ଖେଳ 9 ଓଭର ଆଗକୁ ଯାଏ। ପାକିସ୍ତାନର ଖେଳାଳିମାନେ, ପାକିସ୍ତାନର ବୋଲରମାନେ ଏମିତି ଟାଇଟ୍ ଫିଲ୍ଡିଂ କରୁଥାନ୍ତି, ଏମିତି ଟାଇଟ୍ ବୋଲିଂ କରୁଥାନ୍ତି, ରନ୍ ଜମାରୁ ବାହାରୁ ହିଁ ନଥାଏ। 9 ଓଭର ଶେଷ ହୋଇଯାଇଥିଲେ ସୁଦ୍ଧା ଭାରତୀୟ ଖାତାରେ ମାତ୍ର 24 ରନ୍ ଦେଖାଯାଉଥିଲା। ଆଉ 10 ଓଭର ଚାଲୁଥିଲା ବେଳେ ଭାରତକୁ ଲାଗେ ପ୍ରଥମ ଝଟକା, ମାନେ 39ଟା ବଲ୍ ଖେଳି ମାତ୍ର 5 ରନ୍ କରି ଆଉଟ୍ ହେଇଯାଆନ୍ତି ଶ୍ରୀକାନ୍ତ ସାର୍। ଆଉ ଶ୍ରୀକାନ୍ତ ସାର୍ଙ୍କ ଜାଗା ପୂରଣ କରିବାକୁ ଆସନ୍ତି ମହମ୍ମଦ ଆଜାରୁଦ୍ଦିନ। ଆଉ ତାଜୁବର କଥା ହେଉଛି ଏଇଆ ଯେ ପାକିସ୍ତାନର ଖେଳାଳିମାନେ ଏମିତି ଟାଇଟ୍ ଫିଲ୍ଡିଂ କରୁଥିଲେ, ଏମିତି ଟାଇଟ୍ ବୋଲିଂ କରୁଥିଲେ, 13 ଓଭର ଶେଷ ହେଇଯାଇଥିଲେ ସୁଦ୍ଧା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ରୁ ଗୋଟେ ବି ଚୌକା କି ଗୋଟେ ବି ଛକା ଆସିନଥିଲା। ଆଉ ଏଠି ଭାରତୀୟ ଦର୍ଶକମାନଙ୍କ ଭିତରେ ଗୋଟେ ନିରାଶର ଛାୟା ଦେଖିବାକୁ ମିଳୁଥିଲା। ଆଉ ଏଠି 14 ଓଭର ନେଇ ଆସନ୍ତି ପାକିସ୍ତାନର ସେଇ ଦୁର୍ଦାନ୍ତ ଘାତକ ବୋଲର ଇମ୍ରାନ ଖାନ। ସାମ୍ନାରେ ଥାନ୍ତି ମହମ୍ମଦ ଆଜାରୁଦ୍ଦିନ। ଇମ୍ରାନ ଖାନ ବଲ୍ ପକାନ୍ତି ଆଉ ମହମ୍ମଦ ଆଜାରୁଦ୍ଦିନ ଲମ୍ବା ସଟ୍ ମାରନ୍ତି, ଆଉ ଯେଉଁ ସଟ୍ ବାଉଣ୍ଡ୍ରି ବାହାରକୁ ପଳାଇଯାଏ। ଆଉ 14 ଓଭରରେ ଭାରତୀୟ ଟିମ୍କୁ ଆସେ ପ୍ରଥମ ଚୌକା। ଆଉ ଇମ୍ରାନ ଖାନଙ୍କର ନେକ୍ସଟ ଓଭରରେ ବି ଆଜାରୁଦ୍ଦିନ ଲମ୍ବା ଚୌକା ମାରନ୍ତି। ଆଉ ୟା ଭିତରେ ଖେଳ 20 ଓଭର ଆଗକୁ ଯାଏ। 20 ଓଭର ଶେଷ ସୁଦ୍ଧା ଭାରତ ତାର ବହୁମୂଲ୍ୟବାନ ଗୋଟେ ୱିକେଟ୍ ହରାଇ ରନ୍ କରିଥିଲା ମାତ୍ର 50। ଯଦି ଦେଖାଯିବ ପରିସ୍ଥିତି ଏମିତି ଥିଲା, ଓଭର ତୁଳନାରେ ରନ୍ ରେଟ୍ ବହୁତ କମ୍ ଯାଉଥିଲା। ଆଉ ଏହି ପରିସ୍ଥିତିରେ ଏଇ 2 ବ୍ୟାଟ୍ସମ୍ୟାନ୍ ଚିନ୍ତା କଲେ, ଯଦି ଆମେ ଆମର ଖେଳର ପରିବର୍ତ୍ତନ ନ କରିବା ତାହେଲେ ରନ୍ ରେଟ୍ ବହୁତ କମ୍ ହେଇଯିବ, ଯେଉଁଟାକି ଆମ ପାଇଁ ବହୁତ ବଡ଼ ଅସୁବିଧାର କାରଣ ହେବ। ଆଉ ତାପରେ ଏଇ 2 ବ୍ୟାଟ୍ସମ୍ୟାନ୍ ମାନେ ପାକିସ୍ତାନ ବୋଲରମାନଙ୍କ ଉପରେ କରନ୍ତି କାଉଣ୍ଟର ଆଟାକ୍। ଆଉ ଏଇ 2 ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ମାଧ୍ୟମରେ ଦଳର ସ୍କୋର ପହଞ୍ଚିଯାଏ 86ରେ। 25 ଓଭର ଚାଲୁଥିଲା ବେଳେ ମହମ୍ମଦ ଆଜାରୁଦ୍ଦିନ କଟ୍ ଶଟ୍ ଲଗାଇବା ଚକ୍କରରେ କ୍ୟାଚ୍ ଆଉଟ୍ ହେଇଯାଆନ୍ତି। ଏବେ ମହମ୍ମଦ ଆଜାରୁଦ୍ଦିନଙ୍କ ଜାଗା ପୂରଣ କରିବାକୁ ଆସନ୍ତି ବିନୋଦ କାମ୍ବଲି। ବିନୋଦ କାମ୍ବଲି ଆଉ ଅଜୟ ଜାଡେଜା ଖେଳକୁ ଠିକ୍ ଠାକ୍ ନେଇକି ଯାଉଥାନ୍ତି। ଏଠି 28 ଓଭର ଖେଳ ଆଗକୁ ଯାଇଥାଏ, କିନ୍ତୁ ପାକିସ୍ତାନ ଖେଳାଳିମାନଙ୍କର ଜୋରଦାର ଅପିଲି ଫଳରେ ଅଜୟ ଜାଡେଜାଙ୍କୁ ଅମ୍ପାୟାର ଆଉଟ୍ ଦେଇଦିଅନ୍ତି। ଆଉ ଏଠି ଅଜୟ ଜାଡେଜାଙ୍କର ୱିକେଟ୍ ଯିବା ଭାରତୀୟ ଟିମ୍ ପାଇଁ ଗୋଟେ ବଡ଼ ଝଟକା ଥିଲା। ଯଦି ଦେଖିବା 46 ରନ୍ର ଜବରଦସ୍ତ ଖେଳ ଖେଳି ଅଜୟ ଜାଡେଜା ଏଠି ଆଉଟ୍ ହେଇଯାଇଥିଲେ। ଆଉ ଏଠି ଅଜୟ ଜାଡେଜା ଆଉଟ୍ ହେଇଯିବା ପରେ ପାକିସ୍ତାନ ଖେଳାଳିମାନଙ୍କର ଖୁସି
आसमान रे थिला। पाकिस्तान रो खिलाड़ी माने मने मने भाबी देथिले ए मैच को जीति जिवे बोली। आ भारत रे संकट टाइम रे संकट मोचन भलिया आसी से लंबा लंबा धुआंधार भयंकर बॉलर मानक आगे ठिया हो जाती। भारत रो से सरुआ पतला कम हाइट रो 16 वर्षीय खिलाड़ी आज क्रिकेट रो भगवान मास्टर ब्लास्टर सचिन तेंदुलकर। आ सेदिन सचिन तेंदुलकर आकार प्रकार ठाणी बाणी रूप रंग सबको देखी पाकिस्तान रो खिलाड़ी माने बेस मजाक उड़ाई किंतु पाकिस्तान रो खिलाड़ी माने थोड़ी ना जानी जहाँ को से सामान्य बोली भाभी मजाक उड़ाउछंती सेही खिलाड़ी तांको सर्वनाशर कारण हबो बोली। आसु आसु भारत रे 16 वर्षीय खिलाड़ी पाकिस्तान रो से धुआंधार बॉलर मानक बॉल को धुआंधार माट दबा आरंभ कर देथिले। सिडनी रो ए पड़िया जोटी छक्का चौका मारिबा काठिकर पाठ हो जाउतला सेठी सचिन तेंदुलकर पाकिस्तान रो ए बॉलर मानक बॉल को निर्घात माट देथिले। पड़ियार चारिपट को छक्का चौकार वर्षा करथिले किंतु किछि समय पर सचिन तेंदुलकर पिलादिनर सांग विनोद काम्बली ताको साथ छाड़ी दियंती। 41 बॉल ले 24 रन करी आउट हो जाती विनोद काम्बली। आउटी भारतीय टीम किछि भाबिबा पूर्व संजय मंजरकर भी आसी 0 रे आउट हो जाती। आउटी पाकिस्तान रो खिलाड़ी माने एमिति खुशी बनैथिले एमानको लागुतुला हाँ आ 10-15 ओवर भितर सब भारतीय बैट्समैन माने आउट हो जिवे। आउटी सचिन तेंदुलकर साथ देवाक आसंती कपिल देव सार। आउटी कपिल देव सार आसु आसु पाकिस्तानी बॉलर मानक बॉल को अंधाधुन माट देइथिले। सचिन तेंदुलकर और कपिल देव सार मिसी पाकिस्तान रो प्रत्येकटी बॉलर मानक बॉल को धुआंधार माट देइथिले। आउटी सचिन तेंदुलकर अर्ध शतक भी पूरा हो जाए जेतेबेले रन रो वर्षा होतला जेतेबेले पाकिस्तान रो बॉलर मानक एई दुई बैट्समैन निर्घात माट दउथिले सेतेबेले भारत को लगे आउ गोटे झटका माने कपिल देव सार आउट हो जाती। किंतु सचिन तेंदुलकर नॉट आउट 54 रन करी भारत रो स्कोर को पहुंचे देथिले 216 रे। एटी पाकिस्तान को जितिबा पई 217 रन रो दरकार होतला। आ एही टार्गेट को हिट करबा पई पाकिस्तान रो खिलाड़ी माने जेतेबेले पड़िया को ओल्हाइले भारतीय बॉलर मानक आगे अधिक समय तिष्टि पारिले। टोटल पाकिस्तान 173 रन रे ऑल आउट हो जाइथिला। आउ ये से दिन थिला आउ ये से वर्ष थिला आउ ये से सिडनी रो पड़िया थिला जो पड़िया रे सेदिन पाकिस्तान रो गर्वितिया खिलाड़ी मानु क्रिकेट रो भगवान सेदिन रो किंचित विश्व रूप देखै जणै देथिले जेते छाटी पिटी होच गो किंतु गोटे कथा भूली जाओनी जे बोपा बोपा पुओ 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 जेते छाटी पिटी हेले बोपा तळे। शेष वीडियो को एटी शेष करुच्ची। जदि ये वीडियो आपको भल लगी ताले सब्सक्राइब करने को भूलें आज्ञा। आदि किसी आपको अलग लगी कमेंट्स माध्यम निश्चय जनइबे। रोची पुणी देखा आउ गोटे स्पेशल वीडियो से पर्यंत विदाय दिंतु। नमस्कार।